ତାପରେ ବିଲୁଆ ଖୋଜି ବୁଲିଲା ଯେ କିଏ ତା ସ୍ତ୍ରୀକୁ ମାରିଛି। ସେ ଲୁଚି ଛପି ପକ୍ଷୀମାନଙ୍କର କଥାକୁ ଶୁଣିଲା, ପଶୁମାନଙ୍କର କଥା ବି ଶୁଣିଲା, ହେଲେ କାହା କଥାରୁ କିଛି ବି ଜାଣିପାରିଲାନି ତା ସ୍ତ୍ରୀକୁ କିଏ ମାରିଛି। ଦିନେ ସକାଳୁ ସକାଳୁ ଉଠି ବିଲୁଆ କାଉ ପାଖକୁ ଗଲା, କାରଣ ସେ ଜାଣିଥିଲା ଯେ କାଉ ହେଉଛି ବଣର ଖବର ସଂଗ୍ରହକାରୀ। ବଣର ସବୁ ଖବର ତାରି ପାଖରେ ଥାଏ। କାଉ ଭାଇ, ତୋ ପାଖରେ ତ ଏ ବଣ ମୂଲକର ସବୁ ଖବର ଥାଏ। ମୁଁ ଗୋଟେ କଥା ପଚାରିବି, ଉତ୍ତର ଦବୁ? କଣ ପଚାରୁନୁ? କହିଲୁ, ମୋ ସ୍ତ୍ରୀକୁ କିଏ ମାରିଛି? ଯିଏ ମାରିଛି ମୁଁ ଜାଣିଛି, ହେଲେ ତୁ ତାର କଣ କରିବୁ? କିଛି ନ କରିପାରିଲେ ଖାଲି ଜାଣିବି। ତୁ କହ, ମତେ କହ। ଶୁଣୁ, ତାକୁ ମାରିଛି ବାଘ ମାମୁଁ। ବାଘ ମାମୁଁର ନାଁ ଶୁଣି ବିଲୁଆର ରକ୍ତ ଗରମ ହେଇ ଉଠେ। ଆଉ ସେ ଶପଥ କଲା ଯେ ସେ ଯେମିତି ହେଉ ପଛେ ବାଘ ମାମୁଁ ଠାରୁ ପ୍ରତିଶୋଧ ନବ। ମୁଁ ତତେ ସାକ୍ଷୀ ରଖି ଶପଥ କରୁଛି କାଉ ଭାଇ, ଯେମିତି ହଉ, ଯୋଉ ଉପାୟରେ ହଉ, ମୁଁ ବାଘ ମାମୁଁ ଠାରୁ ତାର ପ୍ରତିଶୋଧ ନେବି। ବିଲୁଆ ତା ଗୁମ୍ଫାରେ ପହଞ୍ଚି ଅନେକ ସମୟ ଧରି ଚିନ୍ତା କଲା। ଶେଷରେ ଗୋଟାଏ ଉପାୟ ତା ମୁଣ୍ଡକୁ ଆସିଲା। ସେ ସିଧା ଯାଇ ମହୁମାଛି ଫେଣାକୁ ନେଇ ଆସିଲା, ଆଉ ଗୋଟିଏ ଢୋଲରେ ତାକୁ ଗୁଡେଇ ବାନ୍ଧିଦେଲା। ପାଖରେ ଥିବା ଗୋଟିଏ ଗଛ ତଳେ ବସି ତାକୁ ଧୀରେ ଧୀରେ ବଜେଇବାକୁ ଲାଗିଲା।